ମଧ୍ୟାହ୍ନର ଶୁଭକାମନା ଆପଣମାନଙ୍କୁ ସମସ୍ତଙ୍କୁ। ମୁଁ ଡକ୍ଟର ସମୀର କୁମାର ହୋଇ ଏକ ନିଆରା କବିତା ଯାହାକି ମୋ ଦ୍ୱାରା ରଚିତ ତାହା ଆପଣମାନଙ୍କ ଆଗରେ ପାଠ କରିବି। ଏହି କବିତାଟି ଇଂରାଜୀ କବି ଜଲାଲୁଦ୍ଦିନ ରୁମିଙ୍କ ଦ୍ୱାରା ରଚିତ। ଏହାକୁ ମୁଁ ଓଡ଼ିଆରେ ଅନୁବାଦ କରିଛି। ଆସନ୍ତୁ ତାହେଲେ ଶୁଣିବା କବିତା ନିଆରା ମଣିଷ। ଅବୁଝା ଅବବୋଧରୁ ଜନ୍ମ ନିଏ ଧର୍ମର ଯାବତ ବିଭେଦ। ହିନ୍ଦୁ ବୌଦ୍ଧ ମୁସଲମାନ ଜୈବ ବା ଖ୍ରୀଷ୍ଟିଆନ ସବୁ କେବଳ ମଣିଷ ତିଆରି, ଆୟରାମ ଗୟରାମ। ମୁଁ ଏକ ଅନାବଦ୍ଧ ଜୀବ, ନୁହେଁ କେଉଁ ଧର୍ମର ଅବା ଧାରଣାର, ନୁହେଁ ଗୀତା ଅବା କୋରାନର, ପ୍ରାଚ୍ୟ କି ପାଶ୍ଚାତ୍ୟର। ମୁଁ କେବଳ ପବନ ମହାସାଗର ଗର୍ଭରେ, ଭୂପୃଷ୍ଠର ଊର୍ଦ୍ଧ୍ୱରେ ଥାଏ, ଅନ୍ତରଙ୍ଗ ନିଶ୍ୱାସ ଛଡ଼ା ଆଉ କିଛି ନୁହଁ। ମୁଁ ନୁହଁ ନିରଶ୍ୱର ଅବା କେଉଁ କଳ୍ପିତ ଈଶ୍ୱର, କେଉଁ ଛାଞ୍ଚ କି ଉପାଦାନରେ ଗଢ଼ା ନୁହେଁ ମୁଁ, କେଉଁ ଛାଞ୍ଚ କି ଉପାଦାନରେ ଗଢ଼ା ନୁହେଁ ମୁଁ। ମୁଁ ଏକ ସତ୍ତାହୀନ ସତ୍ତା, ମୁହୂର୍ତ୍ତର ବିଦ୍ୟମାନତାରୁ ଅନାଗତ ଅବିଦ୍ୟମାନ ଯାଏ ମୋର ଯାତ୍ରା, ଅନାଗତ ଅବିଦ୍ୟମାନ ଯାଏ ମୋର ଯାତ୍ରା। ଏହି ପୃଥିବୀ ଜଳବାୟୁ ଅଗ୍ନି ଓ ଆକାଶ ପଞ୍ଚଭୂତେ ମୋର ଅବଶେଷ। ଏହି ପୃଥିବୀ ଜଳବାୟୁ ଅଗ୍ନି ଓ ଆକାଶ ପଞ୍ଚଭୂତେ ମୋର ଅବଶେଷ। ନୁହେଁ ମୁଁ ଆଦାମ ଇଭ୍ର ଦାୟଦ ଅବା କେଉଁ ପୁରାଣ ପୃଷ୍ଠାର ଆଦିମ କାରଣ। ମୁଁ ନୁହେଁ ଆତ୍ମା ଅବା କେଉଁ ମୂର୍ତ୍ତିମାନ ସତ୍ତାର ଆତ୍ମିକ ବିଳାସ। ମୁଁ ନୁହେଁ ଆତ୍ମା ଅବା କେଉଁ ମୂର୍ତ୍ତିମାନ ସତ୍ତାର ଆତ୍ମିକ ବିଳାସ। ମୋର ସ୍ଥାନ ଶୂନ୍ୟ ସ୍ଥାନ, ମୋର ସ୍ଥାନ ଶୂନ୍ୟ ସ୍ଥାନ। ଯେଉଁଠି ଦୁଇଟି ପୃଥିବୀର କୋଳାକୁଳି, ସେଇଠି ଠିକ୍ ସେଇଠି ଜଣକୁ ସଂଖାଳିବାକୁ ମୁଁ କାଳେ କାଳେ ପ୍ରତୀକ୍ଷମାଣ, ମୁଁ କାଳେ କାଳେ ପ୍ରତୀକ୍ଷମାଣ। ସେଇ ଆଦି ଅନ୍ତର ସ୍ଥିତାବସ୍ଥାରୁ ଛୁଟି ଆସେ ନିଶ୍ୱାସ ପ୍ରଶ୍ୱାସ। ସେଥିଲାଗି ମୁଁ ଏକ ନିଆରା ମଣିଷ, ମୁଁ ଏକ ନିଆରା ମଣିଷ। ଧନ୍ୟବାଦ। ଜୟ ଜଗନ୍ନାଥ ସମସ୍ତଙ୍କୁ।